ବାଲି ଡିପୋଗୁଡ଼ିକରେ ମାଇନିଂ ବିଭାଗର ଚଢ଼ାଉ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ତହସିଲ ଅଧୀନରେ ଥିବା ବିଭିନ୍ନ ବାଲି ଡିପୋଗୁଡ଼ିକରେ ଆଜି ମାଇନିଂ ବିଭାଗ, ମୋରଡ଼ା ତହସିଲ ପ୍ରଶାସନ ଏବଂ ମୋରଡ଼ା ପୋଲିସର ମିଳିତ ସହଯୋଗ ତଥା ଏକ ପ୍ଲାଟୁନ୍ ଫୋର୍ସ ସହାୟତାରେ ଚଢ଼ାଉ କରାଯାଇଛି। ସୂଚନା ମୁତାବକ ଉକ୍ତ ତହସିଲ ଅଧୀନ ଶିଳଦାପାଟପୁର ବଡ଼ମୁଣ୍ଡାମୁଣି ଗ୍ରାମରେ 6ଟି ବାଲି ଡିପୋରେ ଚଢ଼ାଉ କରାଯାଇଛି। ତେବେ ଉକ୍ତ ବାଲି ଡିପୋରେ ମୋଟ 219 ସେଣ୍ଟିମିଟର ବାଲି ଥିବାବେଳେ ଉକ୍ତ ବାଲି ଡିପୋଗୁଡ଼ିକ ବେସରକାରୀ ଜାଗାରେ ଥିବାରୁ ବାଲିଗୁଡ଼ିକ ଜବତ କରାଯାଇ ନାହିଁ। ତେବେ ଉକ୍ତ ବାଲି ଥିବା ଜାଗା ବାବଦରେ ସବିଶେଷ ତଥ୍ୟ ଅଣାଯାଇଛି ଏବଂ ପରବର୍ତ୍ତୀ ସମୟରେ ଜାଗା ମାଲିକକୁ ଏ ବାବଦରେ କାରଣ ଦର୍ଶାଅ ନୋଟିସ୍ ଜାରି ହେବା ପରେ ଡିମାଣ୍ଡ ନୋଟିସ୍ ହେବ ଏବଂ ଫାଇନ୍ କରାଯିବ ବୋଲି କହିଛନ୍ତି ମାଇନିଂ ଅଫିସର ଦିଲ୍ଲୀପ କୁମାର ମାହାନା। ଏହାପରେ ପ୍ରଶାସନ ପକ୍ଷରୁ ବଳଦିଆରେ ଥିବା ଏକ ବାଲି ଡିପୋରେ ଚଢ଼ାଉ କରାଯାଇଥିଲା ଏବଂ ପୂର୍ବରୁ ବେଆଇନ ଭାବେ ଗଚ୍ଛିତ ଥିବା ବାଲି ଥିବାବେଳେ ଏହାକୁ ପୂର୍ବରୁ ଫାଇନ୍ କରାଯାଇଛି ବୋଲି କହିଛନ୍ତି ତହସିଲଦାର। ଉକ୍ତ ଚଢ଼ାଉରେ ମାଇନିଂ ଅଫିସର ମାହାନାଙ୍କ ସହିତ ମୋରଡ଼ା ତହସିଲଦାର ବିଦ୍ୟାଧର ଧନପାଟ, ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଉପସ୍ଥିତ ଥିଲେ। ତେବେ ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ପାଇଁ ବେଆଇନ ଭାବେ ବାଲି ଗଚ୍ଛିତ ଥିବା ଅଭିଯୋଗ ହେଉଥିବା ବେଳେ ମାଇନିଂ ବିଭାଗ ସେଠି ଚୁପ୍ ରହିବାକୁ ନେଇ ସାଧାରଣରେ ବିଭିନ୍ନ ଆଲୋଚନା କରାଯାଉଥିବାର ଜଣାପଡ଼ିଛି। ଅପରପକ୍ଷରେ ସୁବର୍ଣ୍ଣରେଖା କେନାଲ ନିର୍ମାଣ ପାଇଁ ମଧ୍ୟ ଠିକାଦାରମାନେ ବେଆଇନ ଭାବେ ହଜାର ହଜାର ଟ୍ରିପ୍ ବାଲି ଗଚ୍ଛିତ ରଖୁଥିବା ବେଳେ ସାଧାରଣରେ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଇଛି।